नमस्कार द डीप डाइव को स्वागत। नमस्कार। ଆଜି ଆମେ 2026 ମସିହା ବିଷୟରେ ଏକ ଗଭୀର ଆଲୋଚନା କରିବାକୁ ଯାଉଛୁ ଆଉ ରାଶିଟି ହେଉଛି ମକର ରାଶି। ହଁ, ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଏ ବର୍ଷଟା କେମିତି ରହିବ ତାରି ଉପରେ ଆମେ କଥା ହେବା। ଆଉ ଆମ ପାଖରେ ଯେଉଁ ସବୁ ତଥ୍ୟ ଅଛି ସେଗୁଡ଼ିକ ପ୍ରମୁଖ ଜ୍ୟୋତିର୍ବେଦ, ରେକି ହିଲର ଏବଂ ଟାରୋଟ୍ ରିଡର ଶ୍ରୀମତୀ ରୋଜାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆଜ୍ଞା। ଆମର ଲକ୍ଷ୍ୟ ହେଉଛି ଆସନ୍ତା ବର୍ଷର ମୁଖ୍ୟ ସମ୍ଭାବନା ଆଉ ଆହ୍ୱାନଗୁଡ଼ିକୁ ଭଲ ଭାବେ ବୁଝିବା। ହଁ, ଆଉ ଏହି ଆଲୋଚନାକୁ ପୁରା ଶୁଣିବା ବହୁତ ଜରୁରୀ, କାରଣ ଛୋଟ ଛୋଟ କଥା ଭିତରେ ବହୁତ କିଛି ଲୁଚି ରହିଛି। ଠିକ୍, ଯାହା 2026କୁ ଏକ ସଫଳ ବର୍ଷ କରିବାରେ ସାହାଯ୍ୟ କରିବ। ତେବେ ଚାଲନ୍ତୁ ଆରମ୍ଭ କରିବା। 2026କୁ ମକର ରାଶି ପାଇଁ ଏକ ପରିବର୍ତ୍ତନକାରୀ ବର୍ଷ ବୋଲି କୁହାଯାଉଛି। ଏହାର ମୁଖ୍ୟ ଥିମ୍ କ'ଣ ରହିବ? ଏହି ବର୍ଷର ମୂଳ ଥିମ୍ ଟିକେ ଜଟିଳ, କିନ୍ତୁ ବହୁତ ରୋଚକ। ଆଚ୍ଛା, ଥିମ୍ ହେଉଛି ସଂଘର୍ଷ ଏବେ ସ୍ଥିରତା। ସଂଘର୍ଷ ଆଉ ସ୍ଥିରତା ଏକା ସାଙ୍ଗରେ? ଏଇଟା ଟିକେ ଓଲଟା ଶୁଭୁନି? ହଁ, ସେଇଆ ତ ମଜା। ଦେଖନ୍ତୁ, ଗୋଟିଏ ପଟେ 7.5ର ପ୍ରଭାବ ରହିବ, ତେଣୁ କଠିନ ପରିଶ୍ରମ, ମାନସିକ ଚାପ ଆଉ ଦାୟିତ୍ୱବୋଧ ଏସବୁ ବହୁତ ବଢ଼ିଯିବ। କିନ୍ତୁ ଠିକ୍ ସେତିକିବେଳେ ବୃହସ୍ପତିଙ୍କ କୃପାଦୃଷ୍ଟି ଯୋଗୁଁ ସେହି ସଂଘର୍ଷ ଭିତରୁ ହିଁ ସ୍ଥିରତା ଆଉ ସଫଳତା ବାହାରିବ। ବୁଝିଲି, ଯେମିତି ପାହାଡ଼ ଚଢ଼ିବା କଷ୍ଟ, କିନ୍ତୁ ଶିଖରରେ ପହଞ୍ଚିଲେ ଶାନ୍ତି ମିଳେ। ଏକଦମ ଠିକ୍ ଧରିଛନ୍ତି। ଏଠି ଗୋଟି କଥା ମୋତେ ବହୁତ ଆକର୍ଷିତ କରୁଛି। କୁହାଯାଇଛି ଯେ ବ୍ରହ୍ମାଣ୍ଡ ଏ ବର୍ଷ ମୁକ୍ତ ଇଚ୍ଛା ବା ଫ୍ରି ୱିଲ୍ ଦଉଛି। ଏହାର ଅର୍ଥ କ'ଣ? ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଜ୍ୟୋତିଷରେ ସାଧାରଣତଃ ଗ୍ରହମାନେ ଆମକୁ ଗୋଟେ ରାସ୍ତା ଦେଖାନ୍ତି। ହଁ, କିନ୍ତୁ 2026ରେ ସେମାନେ ବାଧ୍ୟ କରିବେନି, ବରଂ ଆପଣଙ୍କ ସାମ୍ନାରେ ଅଲଗା ଅଲଗା ପରିସ୍ଥିତି ଆଉ ବିକଳ୍ପ ସୃଷ୍ଟି କରିବେ। ଆଚ୍ଛା। ଆଉ ସେହି ପରିସ୍ଥିତିରେ ଜଣେ କେଉଁ ନିଷ୍ପତ୍ତି ନେଉଛି ତାହା ସମ୍ପୂର୍ଣ୍ଣ ଭାବେ ତା ଉପରେ ନିର୍ଭର କରିବ। ନିଜ ଭାଗ୍ୟର ଚାବିକାଠି ନିଜ ହାତରେ। ହଁ, ଆଉ ଏହି ବର୍ଷ ନିଆଯାଇଥିବା ନିଷ୍ପତ୍ତି ଆଗାମୀ 5-7 ବର୍ଷର ଭବିଷ୍ୟତ ଲେଖିବ। ସେଥିପାଇଁ ଏହାକୁ ଏକ ମାଇଲଖୁଣ୍ଟ ବର୍ଷ କୁହାଯାଉଛି। ଏହା ତ ବହୁତ ଶକ୍ତିଶାଳୀ କଥା। ତେବେ ଏହି ସଂଘର୍ଷର ସବୁଠୁ ଅଧିକ ପ୍ରଭାବ ବୋଧେ କ୍ୟାରିୟରରେ ଦେଖିବାକୁ ମିଳିବ। ନିଶ୍ଚିତ। ଏଠି ଲେଖାଅଛି, ଜଣେ କର୍ମଚାରୀ ଭଳି ଅନୁଶାସନ ଆଉ ସୈନିକ ଭଳି ଧୈର୍ଯ୍ୟ ଦରକାର ପଡ଼ିବ। ହଁ ଆଜ୍ଞା, କାର୍ଯ୍ୟକ୍ଷେତ୍ରରେ ଚାପ ବହୁତ ବଢ଼ିଯିବ। ଦାୟିତ୍ୱର ବୋଝ ଏତେ ଅଧିକ ରହିବ ଯେ ବେଳେବେଳେ ଏକାକୀ ଲାଗିବ। ଏକାକୀ? ଲାଗିବ ଯେମିତି ସବୁ କାମର ଭାର କେବଳ ନିଜ ଉପରେ ହିଁ ଅଛି। କିନ୍ତୁ ପ୍ରକୃତ ପରୀକ୍ଷା କେବଳ ଅଧିକ କାମ କରିବାର ନୁହେଁ। ତାହେଲେ ପ୍ରକୃତ ପରୀକ୍ଷା କ'ଣ? ପ୍ରକୃତ ପରୀକ୍ଷା ହେଉଛି ସେହି ଚାପ ଭିତରେ ନିଜକୁ ସ୍ଥିର ରଖିବାର। ଶନି କେବଳ କାମ ଦେଖନ୍ତିନି। ଆଚ୍ଛା। ସେ ଧୈର୍ଯ୍ୟ, ଅନୁଶାସନ ଆଉ ଆମର ଭାବନାତ୍ମକ ନିୟନ୍ତ୍ରଣକୁ ପରଖନ୍ତି। ଯିଏ ସେହି ଚାପକୁ ସମ୍ଭାଳି ପାରିଲା, ସେହି ପ୍ରକୃତ ବିଜେତା ହେବ। ତେବେ କାମ କରିବାଠୁ ଅଧିକ ଚାପକୁ ପରିଚାଳନା କରିବାଟା ବଡ଼ କଥା। ଏକଦମ, ବିଶେଷ କରି ବର୍ଷର ପ୍ରଥମ 6 ମାସ। ଆଉ ବ୍ୟବସାୟୀମାନଙ୍କ ପାଇଁ କ'ଣ? ସେମାନଙ୍କ ପାଇଁ ବି ପରିସ୍ଥିତି ସମାନ ରହିବ? ନିଶ୍ଚିତ ଭାବେ। ବ୍ୟବସାୟରେ ବି ପ୍ରଥମେ ଧୈର୍ଯ୍ୟର ପରୀକ୍ଷା ଦେବାକୁ ପଡ଼ିବ। ବର୍ଷ ଆରମ୍ଭରେ ହୁଏ ବେଶୀ ଲାଭ ଦେଖାଯିବ ନାହିଁ, କିନ୍ତୁ ବର୍ଷର ଦ୍ୱିତୀୟାର୍ଦ୍ଧରେ ବ୍ୟବସାୟରେ ବଡ଼ ବିସ୍ତାର ସମ୍ଭାବନା ଅଛି। ଆଉ ସବୁଠୁ ରୋଚକ କଥା ହେଉଛି କ'ଣ? ବିଦେଶୀ ସମ୍ପର୍କ, ଆମଦାନୀ ରପ୍ତାନି କିମ୍ବା ଓଭରସିଜ୍ କ୍ଲାଏଣ୍ଟଙ୍କଠାରୁ ବିଶେଷ ଲାଭ ମିଳିପାରେ। ବାଃ! କିନ୍ତୁ ଗୋଟେ କଥା, ପ୍ରତ୍ୟେକ ସଫଳତା ସାଙ୍ଗରେ ଗୋଟେ ନୂଆ ଆହ୍ୱାନ ବି ଆସିବ। ଠିକ୍। ତେବେ କ୍ୟାରିୟରରେ ଏତେ ସଂଘର୍ଷ ପରେ ଆର୍ଥିକ କ୍ଷେତ୍ରରେ କ'ଣ ସ୍ଥିରତା ଆସିବ? ଟଙ୍କା ପଇସା କଥା କ'ଣ କହୁଛ? ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। କୁହାଯାଉଛି ଯେ ଆୟ ଭଲ ରହିବ, କିନ୍ତୁ ସଞ୍ଚୟ ଗୋଟେ ବଡ଼ ସମସ୍ୟା ହେବ। ଏଇଟା କେମିତି ସମ୍ଭବ? ଏହାକୁ ବୁଝିବାକୁ ହେଲେ 2ଟି ଗ୍ରହଙ୍କୁ ଦେଖିବାକୁ ପଡ଼ିବ। ଗୋଟେ ପଟେ ଅଛନ୍ତି ରାହୁ। ହଁ, ତାଙ୍କ ପ୍ରଭାବରେ ଅପ୍ରତ୍ୟାଶିତ ଧନଲାଭର ଯୋଗ ଅଛି, ହଠାତ୍ କେଉଁଠି ଟଙ୍କା ଆସିପାରେ। ଆଚ୍ଛା। କିନ୍ତୁ ଅନ୍ୟପଟେ ଦ୍ୱାଦଶରେ ଥିବା ଶନିଙ୍କ ଯୋଗୁଁ ଖର୍ଚ୍ଚ ବି ସେମିତି ଅପ୍ରତ୍ୟାଶିତ ଭାବେ ବଢ଼ିବ। ଏହା ତ ଗୋଟେ ବାଲ୍ଟିରେ ଥିବା କଣା ଭଳି ଲାଗୁଛି। ଯେତେ ପାଣି ଭରିଲେ ବି ସବୁ ବୋହିଯିବ। ହଁ, ଠିକ୍ କହିଲେ। ତେବେ ଏହାର ସମାଧାନ ବି ଅଛି। କ'ଣ ସେ ସମାଧାନ? ସମାଧାନ ହେଉଛି ଟଙ୍କାକୁ ହାତରେ କିମ୍ବା ସେଭିଂସ୍ ଆକାଉଣ୍ଟରେ ରଖନ୍ତୁ ନାହିଁ। ତାହେଲେ କ'ଣ କରିବା? ତାକୁ କୌଣସି ସମ୍ପତ୍ତି ବା ଆସେଟ୍ରେ ପରିଣତ କରିଦିଅନ୍ତୁ, ଯେମିତିକି ଜମି, ଘର, ସୁନା, ଏମିତି କିଛି। ବୁଝିଲି। ଯାହାଦ୍ୱାରା ଟଙ୍କା ଅଯଥା ଖର୍ଚ୍ଚ ହେବନି
ଆଉ ଭବିଷ୍ୟତ ପାଇଁ ଏକ ସମ୍ପତ୍ତି ବି ତିଆରି ହେବ। ଏକଦମ ଏହି ବର୍ଷର ସବୁଠାରୁ ବଡ଼ ଆର୍ଥିକ ରଣନୀତି ହେବା ଉଚିତ ଏଇଟା। ଏହା ଏକ ବହୁତ ଭଲ ପରାମର୍ଶ। କିନ୍ତୁ ଏତେ ଚାପ କ୍ୟାରିୟରରେ, ଆର୍ଥିକ କ୍ଷେତ୍ରରେ ଏହାର ପ୍ରଭାବ ନିଶ୍ଚୟ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବ। ଆପଣ ଠିକ୍ ଧରିଛନ୍ତି। 7.5ର ପ୍ରଭାବ ପ୍ରଥମେ ଶରୀର ଉପରେ ନୁହେଁ, ମନ ଉପରେ ପଡ଼େ। ମନ ଉପରେ? ହଁ, ମାନସିକ ଚାପ, ଅଜଣା ଭୟ, ଚିନ୍ତା, ଠିକ୍ସେ ନିଦ ନ ହେବା, ଏସବୁ ସମସ୍ୟା ଦେଖାଦିଏ। ଆଉ ଯେତେବେଳେ ମନ ଦୁର୍ବଳ ହୁଏ, ତାର ପ୍ରଭାବ ଧୀରେ ଧୀରେ ଶରୀର ଉପରେ ପଡ଼େ। କିନ୍ତୁ ଅନୁଶାସନ ପାଳନ କର ବୋଲି କହିବା ସହଜ, କରିବା ବହୁତ କଷ୍ଟ। ଠିକ୍ କଥା। ବିଶେଷ କରି ଯେତେବେଳେ ମୁଣ୍ଡ ଉପରେ ଏତେ ଚାପ, ସେତେବେଳେ ଗୋଟେ ନୂଆ ରୁଟିନ୍ ଆରମ୍ଭ କରିବା ଆହୁରି କଷ୍ଟକର। ହଁ, ସେଥିପାଇଁ ବଡ଼ ପରିବର୍ତ୍ତନ ବଦଳରେ ଛୋଟ ଛୋଟ ପଦକ୍ଷେପ ନେବା ଦରକାର। ଯେମିତିକି ଉଠିବା। ଏତିକି? ଆହୁରି ଗୋଟେ ଛୋଟ କଥା, ଖାଇବା ବେଳେ ମୋବାଇଲ ବ୍ୟବହାର ନ କରିବା। ଏହି ଛୋଟ ଛୋଟ ଅନୁଶାସନ ହିଁ ବଡ଼ ପରିବର୍ତ୍ତନ ପାଇଁ ରାସ୍ତା ତିଆରି କରେ। ବୁଝିଲେ। ତେବେ କ୍ୟାରିୟର, ସ୍ୱାସ୍ଥ୍ୟ ପରେ ଆସନ୍ତୁ ସମ୍ପର୍କ ବିଷୟରେ କଥା ହେବା। ନିଶ୍ଚୟ। ଜୀବନର ଏହି ସବୁ ଉତ୍ଥାନ ପତନର ପ୍ରଭାବ ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନ ଉପରେ କିପରି ପଡ଼ିବ? ପ୍ରେମ ସମ୍ପର୍କ ପାଇଁ ଏହାକୁ ଏକ ପରୀକ୍ଷାର ବର୍ଷ କୁହାଯାଇପାରେ। ପରୀକ୍ଷାର ବର୍ଷ? ହଁ, କେତୁଙ୍କ ପ୍ରଭାବ ଯୋଗୁଁ ସମ୍ପର୍କରେ ଭୁଲ ବୁଝାମଣା, ସନ୍ଦେହ, ଛୋଟ ଛୋଟ କଥାରେ ଝଗଡ଼ା ହେବାର ସମ୍ଭାବନା ଅଧିକ। ଆଚ୍ଛା। ଯେଉଁ ସମ୍ପର୍କଗୁଡ଼ିକ ଟିକେ ଦୁର୍ବଳ, ସେଗୁଡ଼ିକ ଭାଙ୍ଗିଯିବାର ଆଶଙ୍କା ବି ରହିଛି। ଏହା ତ ବହୁତ ନକାରାତ୍ମକ ଶୁଭୁଛି। ମାନେ ସମ୍ପର୍କକୁ ବଞ୍ଚାଇବା ପାଇଁ କିଛି କରାଯାଇପାରିବନି? ନା, ସେମିତି ନୁହେଁ। ଏହା ଏକ ଫିଲ୍ଟର ଭଳି କାମ କରିବ। ଫିଲ୍ଟର? ହଁ, ଯେଉଁମାନେ ନିଜ ସମ୍ପର୍କରେ ସଚ୍ଚୋଟ ଆଉ ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ପର୍କ ଏହି ପରୀକ୍ଷାରେ ପାସ୍ ହୋଇ ଆହୁରି ମଜବୁତ ହେବ। ତାହେଲେ ଏହି ସମୟର ମୂଳମନ୍ତ୍ର କ'ଣ? ମୂଳମନ୍ତ୍ର ହେଉଛି କମ୍ କହିବା ଏବଂ ଅଧିକ ଶୁଣିବା। ଆଉ ବିବାହଯୋଗ୍ୟ ବ୍ୟକ୍ତି ଓ ବିବାହିତାଙ୍କ ପାଇଁ କିଛି ଖୁସି ଖବର ଅଛି କି? ହଁ, ନିଶ୍ଚିତ ଭାବେ। ଏଠାରେ ସ୍ଥିରତାର ଭାଗଟି ଆସୁଛି। ଆଚ୍ଛା। ବିବାହ ପାଇଁ ଏହା ଏକ ଅତ୍ୟନ୍ତ ଅନୁକୂଳ ବର୍ଷ। ବିଶେଷ କରି ମେ ମାସ ପରେ ବୃହସ୍ପତିଙ୍କ ସ୍ଥିତି ଏତେ ଭଲ ରହିବ ଯେ ବିବାହର ଯୋଗ ଆପେ ଆପେ ସୃଷ୍ଟି ହେବ। ବାଃ, ଏହା ତ ବହୁତ ବଡ଼ ଖୁସି ଖବର। ହଁ, ଆଉ ବିବାହିତ ଦମ୍ପତିଙ୍କ ପାଇଁ ପରିବାରରେ ନୂଆ ସଦସ୍ୟଙ୍କ ଆଗମନ କିମ୍ବା ସନ୍ତାନ ଯୋଜନା ପାଇଁ ମଧ୍ୟ ଏହା ଏକ ଉତ୍ତମ ସମୟ। ଠିକ୍ ଅଛି। ତେବେ ଏହି ପୂରା ଆଲୋଚନାରୁ ଯଦି ଆମେ ଦେଖିବା, 2026ର ମୁଖ୍ୟ ଆହ୍ୱାନଗୁଡ଼ିକ କ'ଣ ରହିବ? ମୁଖ୍ୟ ଆହ୍ୱାନ ହେଲା, ପ୍ରଥମତଃ ସ୍ୱାସ୍ଥ୍ୟକୁ ଅବହେଳା ନ କରିବା। ଦ୍ୱିତୀୟରେ, କାର୍ଯ୍ୟକ୍ଷେତ୍ରର ଚାପରେ ଧୈର୍ଯ୍ୟ ନ ହରାଇବା। ଠିକ୍। ତୃତୀୟରେ, ଆର୍ଥିକ ପ୍ରସଙ୍ଗରେ ଟଙ୍କାକୁ ସଠିକ୍ ଜାଗାରେ ନିବେଶ କରିବା। ଆଉ ସମ୍ପର୍କରେ? ଆଉ ଚତୁର୍ଥରେ, ସମ୍ପର୍କରେ ଭୁଲ ବୁଝାମଣାକୁ ସ୍ଥାନ ନ ଦେବା। ବହୁତ ଭଲ। ଏବଂ ସେହିପରି ସବୁଠାରୁ ବଡ଼ ସଫଳତା ବା ବ୍ରେକ୍ ଥ୍ରୁ କ'ଣ ହୋଇପାରେ? ଏଠାରେ ବହୁତ କିଛି ଅଛି। ସବୁଠାରୁ ବଡ଼ ସଫଳତା ହେଉଛି ବିଦେଶ ଯାତ୍ରା କିମ୍ବା ବିଦେଶରୁ ଆୟ କରିବାର ସୁଯୋଗ। ଆଚ୍ଛା। ବର୍ଷ ଶେଷ ସୁଦ୍ଧା କୌଣସି ସମ୍ପତ୍ତି କିମ୍ବା ନୂଆ ଗାଡ଼ି କିଣିବାର ଯୋଗ ବି ବହୁତ ପ୍ରବଳ। କିନ୍ତୁ ଏ ସବୁଠାରୁ ବଡ଼ ସଫଳତା ହେଉଛି ଆତ୍ମ ଆବିଷ୍କାର। ଏହି ବର୍ଷର ସଂଘର୍ଷ ଜଣେ ବ୍ୟକ୍ତିକୁ ନିଜର ପ୍ରକୃତ ସାମର୍ଥ୍ୟ ସହିତ ପରିଚିତ କରାଇବ। ବାଃ, ତେବେ ଶେଷରେ 2026 ମକର ରାଶିର ବ୍ୟକ୍ତିଙ୍କୁ କେଉଁ ଗୋଟିଏ ମୁଖ୍ୟ ଶିକ୍ଷା ଦେବାକୁ ଯାଉଛି? ଗୋଟିଏ ବାକ୍ୟରେ କହିଲେ, ଏହି ବର୍ଷ ଶିଖାଇବ ଯେ ସଫଳତାର କୌଣସି ସର୍ଟକଟ୍ ନାହିଁ। ଯାହା ବି ମିଳିବ ତାହା କେବଳ କଠିନ ପରିଶ୍ରମ, ଅନୁଶାସନ ଆଉ ଧୈର୍ଯ୍ୟ ଦ୍ୱାରା ହିଁ ମିଳିବ। ଏହା ଭିତରୁ ଜଣକୁ ବହୁତ ମଜବୁତ କରିବ। ଏହି ଆଲୋଚନାଟି ବାସ୍ତବରେ ବହୁତ ଗମ୍ଭୀର ଥିଲା। ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଯେ 2026ରେ ଆପଣଙ୍କର ସେହି ଗୋଟିଏ ଇଚ୍ଛା କ'ଣ ଯାହା ପୂରଣ ହେବାକୁ ଆପଣ ଚାହାନ୍ତି। ହଁ। ଆଉ ଏହି ଆଲୋଚନାକୁ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ, ଯେଉଁମାନଙ୍କର ମକର ରାଶି। ଆଜ୍ଞା। ଆଉ ଯଦି କେହି ନିଜ 2026କୁ ଆହୁରି ଭଲ ଭାବେ ଯୋଜନା କରିବାକୁ ଚାହାନ୍ତି, ତେବେ ଶ୍ରୀମତୀ ରୋଜାଙ୍କଠାରୁ ବ୍ୟକ୍ତିଗତ ମାର୍ଗଦର୍ଶନ ନେଇପାରିବେ। ଠିକ୍। ଡେସ୍କ୍ରିପ୍ସନରେ କିଛି କ୍ରିଷ୍ଟାଲ ପାଇଁ ଲିଙ୍କ ମଧ୍ୟ ଦିଆଯାଇଛି, ତାକୁ ଦେଖିପାରିବେ। ବହୁତ ବଢ଼ିଆ। ଶେଷରେ ଗୋଟିଏ କଥା ମନେ ରଖିବେ, ଏହା ଏକ ସାଧାରଣ ରାଶିଫଳ। ପ୍ରତ୍ୟେକ ବ୍ୟକ୍ତିଙ୍କର ଜନ୍ମକୁଣ୍ଡଳୀ ଅଲଗା, ତେଣୁ ସଠିକ୍ ଫଳାଫଳ ପାଇଁ ବ୍ୟକ୍ତିଗତ ପରାମର୍ଶ ନେବା ସବୁବେଳେ ଭଲ। ଧନ୍ୟବାଦ। ଧନ୍ୟବାଦ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।